ସନ୍ଥ କବି ଭୀମ ବହି ନିର୍ବେଦ ସାଧନ ବହିରେ କହିଲେ, ଅଷ୍ଟାଙ୍ଗ ଯୋଗ ଆମେ କିପରି ସାଧିବା, ଅଷ୍ଟାଙ୍ଗ ଯୋଗ ସାଧନ କରିବାର ଉପାୟ ଏବଂ ତା'ର ବିଧି ବ୍ୟବସ୍ଥା ବିଷୟରେ ସେ ବର୍ଣ୍ଣନା କରୁଛନ୍ତି। ଆସନ୍ତୁ ଜାଣିବା ଆଜିର ଭିଡ଼ିଓରେ ଭୀମ ଭୋଇଙ୍କ ଲିଖିତ ନିର୍ବେଦ ସାଧନ ବହିରୁ ଅଷ୍ଟାଙ୍ଗ ଯୋଗ ସାଧନାର ବିଧି। ଅହିଂସା ଧର୍ମ ତୁ ପାଳିବୁ, ସକଳ ଦୟା ତୁ ବହିବୁ, ସତ୍ୟ କହିବୁ ନିରନ୍ତର, ଦେଖିଣ ନିତ୍ୟ ସଂସାର। ପ୍ରଥମ ପଦରେ କହିଲେ, ଅହିଂସା ଧର୍ମ ତୁ ପାଳିବୁ, ଦେଖିଣ ଅନିତ୍ୟ ସଂସାର, ସତ୍ୟ କହିବୁ ନିରନ୍ତର, ସକଳ ଦୟା ତୁ ବହିବୁ। ସେ ଅହିଂସା, ଦୟା ଏବଂ ସତ୍ୟ ବିଷୟରେ କହୁଛନ୍ତି। ମନ ମଧ୍ୟରେ ଅହିଂସା, ଦୟା ଏବଂ ବାଣୀରେ ସତ୍ୟ, ହୃଦୟରେ ସତ୍ୟର ଅନୁଭୂତି ରହିବ। ହୃଦୟ ମଧ୍ୟରେ ଯଦି ସତ୍ୟର ଅନୁଭୂତି ରହେ, ହେଲେ ବାଣୀରେ ମଧ୍ୟ ସତ୍ୟ ପ୍ରକଟିତ ହୁଏ। ଅନ୍ତର ମଧ୍ୟରେ ଦୟାଭାବ ରହିଲେ ମଣିଷ ନିଜେ ଅହିଂସକ ହୋଇଯାଏ। ହୃଦୟ ମଧ୍ୟରେ, ମନ ମଧ୍ୟରେ ଅହିଂସା ଭାବ ଏବଂ ବାହ୍ୟରେ ଆଚରଣରେ ମଧ୍ୟ ଅହିଂସାର ପ୍ରତିପାଦନ ଦେଖାଯାଏ। ତେଣୁ ଅହିଂସା ଧର୍ମ ତୁ ପାଳିବୁ, ସକଳ ଦୟା ତୁ ବହିବୁ, ସତ୍ୟ କହିବୁ ନିରନ୍ତର, ଦେଖିଣ ଅନିତ୍ୟ ସଂସାର। ପରଦ୍ରବ୍ୟକୁ ଟେକା ପରି ମନରେ ଥିବୁ ବାବୁ ଧରି, ବିନ୍ଦୁ ବ୍ରହ୍ମଙ୍କୁ ତୁ ରଖିବୁ, କ୍ଷମା ପଣକୁ ଆଚରିବୁ। ଏଠାରେ ସେ କହିଲେ ଯେ ଚୋରି କରିବ ନାହିଁ, ପରଦ୍ରବ୍ୟକୁ ଟେକା ପରି ମନରେ ଥିବୁ ବାବୁ ଧରି, ଅନ୍ୟର ଦ୍ରବ୍ୟକୁ ଆମେ ଆଣିବା ନାହିଁ, ନେବା ନାହିଁ, ବିନ୍ଦୁ ବ୍ରହ୍ମଙ୍କୁ ତୁ ରଖିବୁ। ଏହାର ଅର୍ଥ ହେଉଛି ବ୍ରହ୍ମଚର୍ଯ୍ୟ। ବିନ୍ଦୁ ବ୍ରହ୍ମ, ବ୍ରହ୍ମଚର୍ଯ୍ୟ, ଶରୀରରେ ବ୍ରହ୍ମଙ୍କୁ ରକ୍ଷା କରିବା ପାଇଁ ସେ କହୁଛନ୍ତି। ବିନ୍ଦୁ ବ୍ରହ୍ମଙ୍କୁ ତୁ ରଖିବୁ, ବ୍ରହ୍ମଚର୍ଯ୍ୟ ଆଚରଣ କରିବୁ ଏବଂ କ୍ଷମାପଣକୁ ଆଚରିବୁ। କ୍ଷମା, ହୃଦୟରେ ଦୟା ଥିଲେ ମଣିଷ ଯିଏ ଯେତେ ଦୋଷ କଲେ ମଧ୍ୟ ତାକୁ କ୍ଷମା କରିବାର ସଦ୍ଗୁଣ ଥାଏ। ତେଣୁ କ୍ଷମାପଣ, ଦୟାଭାବ ଏବଂ ଅହିଂସା ଭାବ ଥିଲେ ଆପେ ଆସିଯାଏ। ତ ଏଠାରେ ସତ୍ୟ, କ୍ଷମା, ଦୟା, ଅହିଂସା, ଚୋରି ନ କରିବା ଏସବୁ ବିଷୟକୁ ଧାରଣ କରିବାକୁ କହୁଛନ୍ତି। ପ୍ରଥମେ ମଣିଷ ମନ ଭିତରେ ଏସବୁ ଗୁଣକୁ ଧାରଣ କରିବା ଜରୁରୀ, ହେଲେ ସେ ସତ୍ୟ ରୂପକୁ ପ୍ରାପ୍ତ ହୋଇପାରିବ। ସାଧିବୁ ତପ କଷ୍ଟ ସହି, ସନ୍ତୋଷ ଭାବ ହୃଦେ ବହି। ସନ୍ତୋଷ ଭାବ ମନରେ ରଖିବାକୁ କହୁଛନ୍ତି। ଆଉ ଏସବୁ ଗୁଣ ଗୁଡ଼ାକୁ ସାଧନ କରିବା ପାଇଁ ମଣିଷକୁ କଠୋର ସାଧନ କରିବାକୁ ପଡ଼େ। ସାଧନ ଅର୍ଥ ଆମେ କ'ଣ ସାଧନ କରିବା? ହୃଦୟ ମଧ୍ୟରେ, ଶରୀରର ଆଚରଣ ମଧ୍ୟରେ ନିଜର ଆଚରଣକୁ ଦୟା, କ୍ଷମା, ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ ଏସବୁ ଭାବ ଆମର ମନର ଭାବ, ଏହା ମନୋଗତ ଭାବ, ମନୋବୃତ୍ତି କୁହାଯାଏ। ଏସବୁ ଗୁଣ ଯଦି ହୃଦୟ ମଧ୍ୟରେ ରହିବ, ମଣିଷ ତା'ର ଆଚରଣ କରିବ, ହେଲେ ପ୍ରଥମେ ମନ ଶାନ୍ତ ହୋଇଯିବ। ତେଣୁ ସେ କହିଲେ ସନ୍ତୋଷ ଭାବ ହୃଦେ ଧରି। ଏସବୁ ଭାବକୁ ଯଦି ଜଣେ ଆଚରଣ କରୁଛି, ହେଲେ ତା ମଧ୍ୟରେ ସନ୍ତୋଷ ଭାବ ସବୁବେଳେ ଦେଖିବାକୁ ମିଳିଥାଏ। ଏବଂ ଏହି ତପକୁ, ଏହି କଷ୍ଟକୁ ସେ ନିରନ୍ତର ସାଧନ କରିବା ଜରୁରୀ। ଏକାକ୍ଷରକୁ ଜପ କରି ପୂଜିବୁ ଶ୍ରୀ ବିଶ୍ୱବିହାରୀ। ଏକାକ୍ଷରକୁ ଜପ କରିବାକୁ କହୁଛନ୍ତି। ଶ୍ରୀ ଗୁରୁ ପିତା ମାତା ସେବା, ସେଠାରେ ମନକୁ ରଖିବା। ଶ୍ରୀ ଗୁରୁ, ନିଜର ଗୁରୁ ଏବଂ ପିତାମାତାଙ୍କର ସେବା କରିବା, ସେଠାରେ ମନକୁ ରଖିବା, ତାଙ୍କର ସେବା କରିକି ମନକୁ ନିଶ୍ଚଳ କରିବା, ମନକୁ ଶାନ୍ତ ରଖିବାକୁ ସେ କହୁଛନ୍ତି। ତାପରେ ଶୁଣରେ କୁମର, ଯେପରି ହେବ ଯୋଗ ତୋର। ତାପରେ ସେ ଶାରୀରିକ ଯୋଗ ବିଷୟରେ କହୁଛନ୍ତି। ପ୍ରଥମେ ମନକୁ ଶାନ୍ତ କରିବା ପାଇଁ କ୍ଷମା, ଦୟା, ଅହିଂସା ଏସବୁ ଗୁଣ ଗୁଡ଼ାକୁ ଆପଣଙ୍କୁ ଆଚରଣ କରିବାକୁ ପଡ଼ିବ। ଏହା ହେଲା ପରେ ପିତାମାତାଙ୍କର ସେବା କରିବା, ଗୁରୁଙ୍କର ସେବା କରିବା। ତାପରେ ଆମେ କ'ଣ କରିବା? ତାପରେ ଆମେ ଶାରୀରିକ ଯୋଗ କରିବା, ପିଣ୍ଡ ବ୍ରହ୍ମାଣ୍ଡର ଯୋଗ କରିବା। ତା ବିଷୟରେ ଏଠାରେ ସେ ବିସ୍ତୃତ ବର୍ଣ୍ଣନା କରୁଛନ୍ତି। ଭୂମିରେ ଆସନ ତୋଳିବୁ, ମତି ଚଞ୍ଚଳ ନ କରିବୁ, ପିଣ୍ଡକୁ କରି ନବ ପୃଥ୍ୱୀ, ମଧ୍ୟରେ ହୋମ କୁଣ୍ଡ ଗୋଟି,
ସ୍ଥାପିବ ଅନହତ ଧୁନି 25 ପ୍ରକୃତିକୁ ଘେନି ସମିଧ 25 ପ୍ରକୃତି ବିଷୟ ଘୃତି ଯେ ଆହୁତି ଦେବ ସେ ଧୁନି କୁଣ୍ଡେ ନେଇ ମୋହ ମାୟାକୁ ଏଡ଼ି ଦେଇ ଭୂମିରେ ଆସନ ତୋଳିବୁ ମତି ଚଞ୍ଚଳ ନ କରିବୁ। ଆମର ମନ ସ୍ୱଭାବତ ଚଞ୍ଚଳ ଥାଏ। ଆମେ ପ୍ରତି କ୍ଷଣରେ ଚଞ୍ଚଳ ମନରେ ବଞ୍ଚିଥାଉ। ମନର ଗତି ଅତି ଚଞ୍ଚଳ କ୍ଷିପ୍ର ବେଗ। ତେଣୁ ମନର ଗତିକୁ ଚଞ୍ଚଳ କରିବାକୁ ମନା କରାହେଉଛି। ମନର ଗତି ଶାନ୍ତ ହେବା ଜରୁରୀ। ମନ ଭିତରେ ଏକାଗ୍ରତା ରହିବା ଜରୁରୀ ଏବଂ ଭୂମିରେ ଆସନ ତୋଳିବୁ। ଭୂମିରେ ପୃଥିବୀ ଉପରେ ମାଟି ଉପରେ ଶୟନ କରିବା ଜରୁରୀ। ଭୂମିରେ ଆସନ ତୋଳିବୁ ମତି ଚଞ୍ଚଳ ନ କରିବୁ। ପିଣ୍ଡକୁ କରି ନବ ପୃଥ୍ୱୀ ମଧ୍ୟରେ ହୋମକୁଣ୍ଡ ଗୋଟି ସ୍ଥାପିବ ଅନହତ ଧୁନି 25 ପ୍ରକୃତିକୁ ଘେନି ସମିଧ 25 ପ୍ରକୃତି ବିଷୟ ଘୃତି ଯେ ଆହୁତି। ମଣିଷର ମନ ଏବଂ ମନ ମଧ୍ୟରେ ଥିବା ଅନେକ ବୃତ୍ତି ମନର ବେଗ ବିଭିନ୍ନ ପ୍ରକାର କାରଣରୁ ସଂସାର ମଧ୍ୟକୁ ଧାଇଁଥାଏ। ସେହି ସମସ୍ତ ବେଗ ମନର ମାନସିକ ବେଗକୁ 25 ପ୍ରକୃତି କୁହାଯାଏ। ତାକୁ ଯଦି ଆମେ ହିସାବ କରିବା ହେଲେ ତାହା 25 ଗୋଟି ଗୁଣ ବା 25 ଗୋଟି ବେଗ ଯାହା ମନକୁ ଧାଇଁବାରେ ମନକୁ ଚଞ୍ଚଳ କରିବାରେ ସହାୟକ ହୋଇଥାଏ। ସେହି 25ଟି ଗୁଣକୁ ସେହି ପ୍ରକୃତିକୁ ସମିଧ ପରି ଯେମିତି ଆମେ ଯଜ୍ଞ କଲେ ଯଜ୍ଞକୁଣ୍ଡରେ ଆହୁତି ଦିଅନ୍ତି ଏବଂ ତାକୁ ଜାଳି ଦିଅନ୍ତି ପାଉଁଶ କରିଦିଅନ୍ତି। ସେହିପରି ଆମ ମନ ମଧ୍ୟରେ ଥିବା 25 ପ୍ରକୃତିକୁ ଆମେ ନିଜର ପିଣ୍ଡ ମଧ୍ୟରେ ଅନହତ ଧ୍ୱନି ଆମର ଅନହତ ଧ୍ୱନି କହିଲେ ଆମର ନିଜର ହୃଦୟ ମଧ୍ୟରେ ଆମେ ନିଜର ମାନସିକ ପ୍ରବୃତ୍ତିକୁ 25 ପ୍ରକୃତିକୁ ଜାଳିକି ଧ୍ୱଂସ କରିଦେବା ହେଲେ ଆମର ମନ ଚଞ୍ଚଳ ହେବ ନାହିଁ। ଏଠାରେ କହିବାର ଅର୍ଥ ହେଉଛି ମଣିଷ ନିଜ ଶରୀରକୁ କିପରି ସୁଦୃଢ଼ କରିବ ଏବଂ ଶାନ୍ତ କରିବ ସନ୍ତୋଷ ଭାବକୁ ପ୍ରାପ୍ତ ହେବ। ସନ୍ତୋଷ ଭାବ ପ୍ରାପ୍ତ ହେଲେ ମଣିଷ ନିଶ୍ଚଳ ପ୍ରବୃତ୍ତିରେ ରହିବ ହେଲେ ସେ ସଂସାର ମଧ୍ୟରେ ରହି ଶାନ୍ତିକୁ ଅନୁଭବ କରିପାରିବ ଶାନ୍ତିରେ ବଞ୍ଚିପାରିବ। ତେଣୁ ସେ କହୁଛନ୍ତି 25 ପ୍ରକୃତିକୁ ପ୍ରଥମେ ନିଜର ପିଣ୍ଡ ମଧ୍ୟରେ ଜାଳି ଦେବା ପାଇଁ ଦୃଢ଼ ଆସନ ଧ୍ୟାନ ମୂଳ ପିଣ୍ଡ ନୋହିବ ଟଳମଳ। ତାପରେ ସେ କହିଲେ ଶାରୀରିକ ଯୋଗ ବିଷୟରେ। ଦୃଢ଼ ଆସନର ଅର୍ଥ ହେଉଛି ଶାରୀରିକ ସ୍ଥିତି। ଏ ଶରୀରକୁ ଆମେ ଯେକୌଣସି ଗୋଟିଏ ଆସନରେ ରଖିବା ଏବଂ ସେହି ଆସନକୁ ଏତେ ଅଭ୍ୟାସ କରିବା ଯେ ସେ ଆସନରେ ଘଣ୍ଟା ଘଣ୍ଟା ଧରି ଆମେ ରହିଲେ ମଧ୍ୟ ଆମର ହଲଚଲ ନ ହେବ ସେଭଳିଆ ଅଭ୍ୟାସ କରିବାକୁ ହେବ। ତାକୁ ସେ ଦୃଢ଼ ଆସନ କହୁଛନ୍ତି। ଆସନକୁ ଦୃଢ଼ ସିଦ୍ଧ କରିବା ପାଇଁ କହୁଛନ୍ତି। ଦୃଢ଼ ଆସନ ଧ୍ୟାନ ମୂଳ। ଧ୍ୟାନ କରିବା ପାଇଁ ଆସନ ଦୃଢ଼ ହେବା ଜରୁରୀ। ତେଣୁ ପିଣ୍ଡ ନୋହିବ ଟଳମଳ ଦେହରେ ରୋମ ନ ହଲିବ ଘଣ୍ଟିକା ଜିହ୍ୱା ନ ଟଳିବ। ଦେହରେ ରୋମ ନ ହଲିବ ଏହାର ଅର୍ଥ ହେଉଛି ସେହି ଆସନକୁ ଆମେ ଏତେ ଅଭ୍ୟାସ କରିବା ଯେ ସେ ଆସନରେ ରହିଲେ ଆମକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ଦେହର କୌଣସି ପ୍ରକାର ହଲଚଲ ନ ହେବା କଥା। ଏହା ଦୁଇ ପ୍ରକାରରେ କାମ କରେ। ଭିତରେ ମନକୁ ମଧ୍ୟ ନିଶ୍ଚଳ କରିବା ଏବଂ ଦେହକୁ ମଧ୍ୟ ନିଶ୍ଚଳ କରିବା। ଏହିପରି ଭାବରେ ପିଣ୍ଡ ଏବଂ ମନକୁ ଆମେ ଏମିତି ଅଭ୍ୟାସ କରିବା ଯେ ଆମର ଶରୀର ଆମର ଆୟତ୍ତରେ ରହିବ। ଦେହରେ ରୋମ ନ ହଳିବ ଘଣ୍ଟିକା ଜିହ୍ୱା ନ ଟଳିବ ନାସା ପବନ ନ ଫେରିବ ଚକ୍ଷୁ ମଟକା ନ ମାରିବ। ଆବର ଏ ମେରୁଦଣ୍ଡକୁ ନୁଆଁଇ ନ ଭାଙ୍ଗିବ ତାକୁ। ମେରୁଦଣ୍ଡକୁ ସିଧା କରିକି ରଖିବାକୁ ପଡ଼ିବ। ନାସା ପବନ ନ ଫେରିବ ଚକ୍ଷୁ ମଟକା ନ ମାରିବ। ଏମିତି ଅନେଇକି ଆମେ ରହିଲେ ଚକ୍ଷୁରେ ମଟକା ହୁଏ ମାନେ ଆଖି ମିଟିମିଟି ହୁଏ। ଏହି ଆଖି ମିଟିମିଟି କରିବା ପାଇଁ ସେ ବନ୍ଦ କରୁଛନ୍ତି ମନା କରୁଛନ୍ତି। ଆଖିର ମଟକା ମାରିବା ନାହିଁ ମାନେ ଆଖିକୁ ଆମେ ଆଜ୍ଞାଚକ୍ରରେ ରଖିବା। ନାସା ପବନ ନ ଫେରିବ ଏ ଯେଉଁ ଶ୍ୱାସ ଆତଜାତ ହେଉଛି ନାକରେ
ନାକରେ ଏହି ଶ୍ୱାସକୁ ବନ୍ଦ କରିବାକୁ ପଡ଼ିବ। ଏଣୁ ଆପଣ ଚିନ୍ତା କରନ୍ତୁ ସେ ଯୋଗରେ କେଉଁ ଭଳିଆ ସ୍ଥିତିକୁ ପ୍ରାପ୍ତ ହେବା ପାଇଁ କହୁଛନ୍ତି। ଏହା ସାଧାରଣ ମଣିଷ ପାଇଁ ନୁହେଁ, ଏହା କେବଳ ଯୋଗୀ ପାଇଁ ଉପଲବ୍ଧ। ଯେ ସର୍ବଶ୍ରେଷ୍ଠ ଯୋଗୀ ତାହା ପାଇଁ ଏହା ଉପଲବ୍ଧ। ଏହି ଚକ୍ଷୁକୁ ଆମେ ଆଜ୍ଞାଚକ୍ରରେ ରଖିବା। ଆଜ୍ଞାଚକ୍ରରେ ଚକ୍ଷୁ ରହିଲେ ଆଖିରେ ମଟକା ହୁଏ ନାହିଁ। ତାପରେ ଯେତେବେଳେ ଧ୍ୟାନ ଲାଗିଯାଏ ସେତେବେଳେ ଆମର ନାସା ଇଡ଼ା ପିଙ୍ଗଳା ନାଡ଼ିରୁ ପବନ ଆତଜାତ ହୁଏ ନାହିଁ। ସୁଷୁମ୍ନା ଜାଗ୍ରତ ହୁଏ ଏବଂ ସୂକ୍ଷ୍ମ ବାୟୁ ଆମ ଶରୀରରେ ଚାଲେ। ଏହି ପରିସ୍ଥିତିରେ ଯୋଗର ଅଭ୍ୟାସ କରାଯାଏ। ଆବର ଏ ମେରୁଦଣ୍ଡକୁ ନୁଆଁଇ ନ ଭାଙ୍ଗିବ ତାକୁ। ଏ ମେରୁଦଣ୍ଡକୁ ଭାଙ୍ଗିବ ନାହିଁ ମାନେ ନୁଆଁଇବ ନାହିଁ, ଷ୍ଟ୍ରେଟ୍ ସିଧା ରହିବ। ତାପରେ ସେ କହିଲେ, ସେ ଗଙ୍ଗା ଯମୁନା ତ୍ରିବେଣୀ ଓଲଟି ବହିବ ଉଜାଣି, ଓଙ୍କାର ଧ୍ୱନି ତା ସଙ୍ଗରେ ପଶିବ ଲଲାଟ କମଳେ। ଏବେ ସେ ଅନ୍ତର୍ମୁଖୀ କୁଣ୍ଡଲିନୀ ଶକ୍ତିର ବର୍ଣ୍ଣନା କରୁଛନ୍ତି। ଆମ ଶରୀରରେ କୁଣ୍ଡଲିନୀ ଶକ୍ତି ଥାଏ, ଯାହାକୁ ଆମେ ଚେତନା ଶକ୍ତି ବା ଆମେ କୁଣ୍ଡଲିନୀ ଶକ୍ତି ବୋଲି କହିଥାଉ। ସେହି କୁଣ୍ଡଲିନୀ ଶକ୍ତି ବା ଜୀବନୀ ଶକ୍ତିକୁ ଆମକୁ ଓଲଟା ପ୍ରବାହିତ କରିବାକୁ ପଡ଼େ ଯୋଗ ମାର୍ଗରେ। ତେଣୁ ସୁଷୁମ୍ନା ରନ୍ଧ୍ରକୁ ଜାଗ୍ରତ କଲା ପରେ, ଇଡ଼ା ପିଙ୍ଗଳାକୁ ବନ୍ଦ କଲା ପରେ, ଆଖିକୁ ଆମେ ଭ୍ରୁକୁଟି ମଧ୍ୟରେ ନିଶ୍ଚଳ କରିକି ରଖିଲା ପରେ ଆମର ମେରୁଦଣ୍ଡରେ ମୂଳାଧାର ଚକ୍ରରୁ ଊର୍ଦ୍ଧ୍ୱମୁଖୀ ହୁଏ କୁଣ୍ଡଲିନୀ ଶକ୍ତି। ସେହି କୁଣ୍ଡଲିନୀ ଶକ୍ତିକୁ କହୁଛନ୍ତି ସେ ଗଙ୍ଗା ଯମୁନା ତ୍ରିବେଣୀ ଓଲଟି ବହିବ ଉଜାଣି। ଏ ଯେଉଁ ଗଙ୍ଗା ଯମୁନା ଏହାକୁ କହନ୍ତି, ସୂର୍ଯ୍ୟଚନ୍ଦ୍ର କହନ୍ତି। ଏ ଯେଉଁ ସ୍ୱର, ନାସା, ବାୟୁ ବା ପ୍ରାଣ, ଏହାର ଊର୍ଦ୍ଧ୍ୱଗତି ହୁଏ, ଶରୀରରେ ଊର୍ଦ୍ଧ୍ୱଗତି ହୁଏ। ସେହି ଊର୍ଦ୍ଧ୍ୱଗତିକୁ ସେ କହୁଛନ୍ତି ଗଙ୍ଗା ଯମୁନାକୁ ତ୍ରିବେଣୀ କହୁଛନ୍ତି। ଏହା ଉପରକୁ ବହିବା ଆରମ୍ଭ କରିବ। ଏହାର ଅର୍ଥ ହେଉଛି କୁଣ୍ଡଲିନୀ ଶକ୍ତିର ଜାଗରଣ ହେବ, ଊର୍ଦ୍ଧ୍ୱମୁଖୀ ହେବ। ସୁକ୍ଷୀଣ ଜୀବ ଅନ୍ତପିତ ସାଧନ ହେବ ପରାପତ, ନିଶ୍ଚଳେ ଚଞ୍ଚଳକୁ କାଟି ହୃଦୟରେ ପକାଇବ ଗଣ୍ଠି। ସେହି ନିଶ୍ଚଳ ଭାବ, ମନ ଏବଂ ଶରୀରର ନିଶ୍ଚଳ ଭାବକୁ ପ୍ରାପ୍ତ ହେଲେ ସେ କହୁଛନ୍ତି ନିଶ୍ଚଳେ ଚଞ୍ଚଳକୁ କାଟି। ଏ ଯେଉଁ ସାଂସାରିକ ଚଞ୍ଚଳତା ଅଛି, ଏହି ସାଂସାରିକ ଚଞ୍ଚଳତା ସେଠି ବନ୍ଦ ହୋଇଯାଏ, ସ୍ଥିର ହୋଇଯାଏ, ନୀରବ ହୋଇଯାଏ। ନିଶ୍ଚଳେ ଚଞ୍ଚଳକୁ କାଟି ହୃଦୟରେ ପକାଇବ ଗଣ୍ଠି। ହୃଦୟ ଚକ୍ରରେ ତାକୁ ଗଣ୍ଠି ପକାଇଦେବ। ଏ ଚଞ୍ଚଳତାକୁ ନୀରବ କରିଦେବ। କାମକୁ କରିବ ଦହନ। କାମ ଅର୍ଥ ଇଚ୍ଛା। ଇଚ୍ଛାର ଦହନ କରିବ ଏବଂ ସମର୍ପିତ ଭାବରେ ସ୍ଥିର ନୀରବ ଶୂନ୍ୟ ଭାବକୁ ପ୍ରାପ୍ତ ହେବ। ଯୋଗ ସାଧନେ ନେବ ଦିନ। ଏହିପରି ନିରନ୍ତର ଅଭ୍ୟାସ କରିବାକୁ ପଡ଼ିବ ଅନେକ ସମୟ ଧରି। ନବଦ୍ୱାରରେ ମୁଦ ଦେଇ ଶୂନ୍ୟ ଦ୍ୱାରକୁ ଥିବୁ ଚାହିଁ। ନବଦ୍ୱାର ଅର୍ଥ ଆମର ଇନ୍ଦ୍ରିୟ, ଏସବୁ ଦ୍ୱାର। ଏହିପରି ଶରୀରରେ 9ଟି ଦ୍ୱାର ଅଛି। 1, 2, 3, 4, 5, 6, 7 ଏବଂ ଜନନେନ୍ଦ୍ରିୟ, ଉପସ୍ଥ, ଏସବୁ ମିଶିକି 9ଟି ଦ୍ୱାର ମଣିଷର ଶରୀରରେ ଅଛି। ଏହି ଦ୍ୱାରକୁ ମୁଦ ଦେଇ, ଏହାର ଅର୍ଥ ହେଉଛି ୟାକୁ ବନ୍ଦ କରିବା। ତ ଆମେ ୟାକୁ ବାହାରୁ ବନ୍ଦ କରିବା ନାହିଁ। ଆମର ଯୋଗର ପ୍ରାଣାୟାମର ଏତିକି ଅଭ୍ୟାସ କରିବା, ଏସବୁ ପ୍ରାଣ ଶକ୍ତି ଦ୍ୱାରା ଚଳପ୍ରଚଳ କରିଥାଏ। ଆଖି ଦେଖିଥାଏ, ନାକ ଶ୍ୱାସ ନେଇଥାଏ, ଶ୍ରବଣ ଇନ୍ଦ୍ରିୟ, ଜିହ୍ୱା, ଯାହା କିଛି ଶରୀରରେ ଅଛି ଏ ସମସ୍ତ ଇନ୍ଦ୍ରିୟ ପ୍ରାଣଶକ୍ତି ଦ୍ୱାରା ପ୍ରଚଳିତ ହୋଇଥାଏ, ଚଳପ୍ରଚଳ ହୋଇଥାଏ। ଯେତେବେଳେ ଆମେ ପ୍ରାଣକୁ ନିଶ୍ଚଳ କରୁ କୁଣ୍ଡଲିନୀର ଜାଗରଣ କରିବା ପାଇଁ, ସେତେବେଳେ ଭିତର ପଟୁ ଏସବୁ ଆପେ ତା'ର ଯେଉଁ ବୃତ୍ତି ଅଛି ସେ ବୃତ୍ତିଟା ବନ୍ଦ ହୋଇଯାଏ ଏବଂ ଏହାର ପ୍ରକ୍ରିୟା ବନ୍ଦ ହୋଇଯାଏ। ସେତେବେଳେ ଆମେ ଆଉ ବାହ୍ୟ ସଂସାରକୁ ଜାଣିପାରୁ ନାହିଁ। ସେତେବେଳେ ଆମେ ନୀରବ, ନିସ୍ତବ୍ଧ, ଶୂନ୍ୟ ସ୍ଥିତିରେ ରହୁ। ଆମର ଜୀବନୀ ଶକ୍ତିକୁ ସାଂସାରିକ ସ୍ଥିତିରୁ ଆମେ ବ୍ରହ୍ମ ସ୍ଥିତିକୁ ନେବା ପାଇଁ ଊର୍ଦ୍ଧ୍ୱମୁଖୀ କରାଉ। ଏସବୁ ହେଉଛି ଯୋଗର ବିଷୟ, ଆନ୍ତରିକ ବିଷୟ, ଆଧ୍ୟାତ୍ମିକ ବିଷୟ। ନବଦ୍ୱାରରେ ମୁଦ ଦେଇ ଶୂନ୍ୟ ଦ୍ୱାରକୁ ଥିବୁ ଚାହିଁ। ସେ କହିଲେ ଶୂନ୍ୟ ଦ୍ୱାରକୁ ଚାହିଁ ରହିଥିବୁ। ସେହି ଶୂନ୍ୟ ଦ୍ୱାରରେ ପ୍ରାଣ ଶକ୍ତିକୁ ଊର୍ଦ୍ଧ୍ୱଗତି କରାଇବୁ। ନାମ ତା ଅଜପା ଅଜାତ, ତହିଁ ହୋଇଛି ଉପଗତ। ତାହାର ନାମ ହେଉଛି ଅଜପା, ତାହାର ନାମ ହେଉଛି ଅଜାତ, ଯାହାର ଜନ୍ମ ମୃତ୍ୟୁ ନାହିଁ, ଯାହାର କୌଣସି ନାମ ନାହିଁ। ତହିଁ ହୋଇଛି ଉପଗତ, ଅବନା ମଣ୍ଡଳୁ ସଞ୍ଚରି ଲାଗିଛି ସୂତାକ୍ଷୟ ପରି। ଅବନା ମଣ୍ଡଳୁ ସଞ୍ଚରି ଲାଗିଛି ସୂତାକ୍ଷୟ ପରି। ଅବନା ମଣ୍ଡଳ, ଏଇଠୁ
ସୂତାକ୍ଷ ପରି ପିଣ୍ଡରେ ତାହା ଲାଗିଛି। ତ୍ରିକୁଟ ମହାସନ୍ଧି ବାଟ, ସେ ବାଟ କେଶ ପରି ମୋଟ। ଏ ତ୍ରିକୁଟର ଅର୍ଥ ହେଉଛି ଏଠି ସମସ୍ତ ଇନ୍ଦ୍ରିୟକୁ ରୁଦ୍ଧ କରିଲା ପରେ, ଚକ୍ରର ନାଡ଼ିର ଜାଗରଣ କରିଲା ପରେ ପ୍ରାଣ ଶକ୍ତି ଏଠି ଆସିକି ଅଟକିଯାଏ। ଏଇଠୁ ପିଣ୍ଡ ଏବଂ ଏଇଠୁ ଉପରକୁ ବ୍ରହ୍ମାଣ୍ଡ। ଏହାର ଭେଦନ କରିବା ପାଇଁ ଏହି ତ୍ରିକୁଟ ସନ୍ଧିକୁ ଭେଦନ କରିବାକୁ ପଡ଼େ। ସେହି ତ୍ରିକୁଟ ସନ୍ଧିର ଯେଉଁ ବାଟ ଅଛି ତାକୁ ଭେଦନ କରିବା ପାଇଁ 3ଟି ସ୍ଥିତି ଯୋଗର ଅଛି। ତାକୁ ଯୋଗରେ ବନ୍ଧ ବୋଲିକି କହନ୍ତି। ବନ୍ଧ ଯୋଗରେ ଅନେକ ଶବ୍ଦ ଅଛି। ମୁଦ୍ରା, ଆସନ, ପ୍ରାଣାୟାମ, ବନ୍ଧ, ନାଡ଼ି ଏମିତି ଅନେକ ଶବ୍ଦ ଅଛି। ଯୋଗଶାସ୍ତ୍ରରେ ତାହା ସମ୍ପୂର୍ଣ୍ଣ ବର୍ଣ୍ଣନା କରାହେଇଛି। ଏଠି ସର୍ଟକଟ୍ ହିସାବରେ କୁହାଯାଇଛି ତ୍ରିକୁଟ ମହାସନ୍ଧି ବାଟ, ସେ ବାଟ କେଶ ପରି ମୋଟ। ତାପରେ ଯେଉଁ ଭେଦନ ହୁଏ, ତାପରେ ଯେଉଁ ଗତି ହୁଏ, ତାହା ରାସ୍ତା ତା'ର ହେଉଛି କେଶ ପରି। ଆମର ଯେଉଁ କେଶ ଅଛି, କେଶ ପରି ତାହା ସଂକୀର୍ଣ୍ଣ ବାଟ। ସେ ତ୍ରିକୁଟ ସନ୍ଧିକୁ ଭେଦନ କଲା ପରେ ଆମର ଚେତନା ଶକ୍ତି ବା କୁଣ୍ଡଳିନୀ ଶକ୍ତିକୁ ସେହି କେଶ ପରି ମୋଟ ତା ଭିତରେ ଆମକୁ ପ୍ରବାହିତ କରିବାକୁ ହୁଏ। ବିଶ୍ରାମ ନାହିଁ କେଉଁଠାଇଁ, ତାହାର ଦିବାନିଶି ନାହିଁ। ଏହା ନିରନ୍ତର ଚାଲିଛି ଏବଂ ତାକୁ ଆମେ ଭେଦନ କରୁ। ଭେଦନ କରିକି ତାକୁ ଆମେ ଜାଣିପାରୁ, ତାକୁ ଆମେ ଅନୁଭବ କରୁ ଯୋଗ ମାର୍ଗରେ, ଧ୍ୟାନବସ୍ଥାରେ। ଏବଂ ତାହାର ଦିବାନିଶି ନାହିଁ। ସେଠାରେ ସୂର୍ଯ୍ୟ ଚନ୍ଦ୍ର ବା ସଂସାରର କୌଣସି ଆଭାସ ନଥାଏ। ତାହା କେବଳ ଶୂନ୍ୟ, କେବଳ ଶୂନ୍ୟ, ମହାଶୂନ୍ୟ, ଅନ୍ଧାର। ତେଣୁ ତାହାକୁ ପରତେ ତୁ କର, ମାତୃହରଣୁ ହେବୁ ପାର, ଜୀବ ନିର୍ମଳ ହେବ ତହିଁ ରହିବୁ ଜ୍ୟୋତିର୍ଲିଙ୍ଗ ହୋଇ। ସେ କହୁଛନ୍ତି ଯଦି ଅମର ହେବାକୁ ଅଛି, ଯଦି ବାରମ୍ବାର ଏହି ଜନ୍ମ ମୃତ୍ୟୁ ଚକ୍ରରୁ ଆପଣ ବଞ୍ଚିବାକୁ ଚାହୁଁଛନ୍ତି, ଏହି ଜନ୍ମ ମୃତ୍ୟୁ ପୃଥିବୀକୁ ଛାଡ଼ିବାକୁ ଚାହୁଁଛନ୍ତି, ବାରମ୍ବାର ଜନ୍ମ ହେବାକୁ ଚାହୁଁନାହାନ୍ତି, ଏହି ସଂସାରରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ମୋକ୍ଷ ଚାହୁଁଛନ୍ତି, ହେଲେ ଏହି ମାର୍ଗରେ ଆପଣ ମୁକ୍ତ ହୋଇପାରିବେ। ଏହା ହେଉଛି ଅଷ୍ଟାଙ୍ଗ ଯୋଗର ମାର୍ଗ। ସେ କହିଲେ ତାହାକୁ ପରତେ ତୁ କର, ତାକୁ ବିଶ୍ୱାସ କର, ତାକୁ ଭରସା କର, ହେଲେ କ'ଣ ହେବ? ମାତୃହରଣୁ ହେବୁ ପାର। ଆମେ ଯେଉଁ ଜନ୍ମ ହେଉଛୁ ସେହି ସ୍ଥିତିକୁ ସେ ମାତୃହରଣ ବୋଲି କହୁଛନ୍ତି। ମଣିଷ ସେହି ମାତୃହରଣରୁ, ସେହି ଦୋଷରୁ ମୁକ୍ତ ହୁଏ, ମାନେ ବାରମ୍ବାର ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୁଏ। ଜୀବ ନିର୍ମଳ ହେବ ତହିଁ। ଏ ଯେଉଁ ଜୀବ ଅଛି, ଆମର ଜୀବନ ଅଛି, ଏହା ହେଉଛି ଅଶୁଦ୍ଧି, ଏହା ହେଉଛି ମାୟାରେ ଲିପ୍ତ ହୋଇଥିବା ଜୀବନ, ମୋହଗ୍ରସ୍ତ ଜୀବନ, ବିକାରଗ୍ରସ୍ତ ଜୀବନ। ଏହି ଜୀବ ସେଠି ମୁକ୍ତ ହୁଏ। ଏହି ଜୀବ ଆତ୍ମାରୁ ପରମାତ୍ମା ହୁଏ, ଶୁଦ୍ଧ ହୁଏ, ମୁକ୍ତ ହୁଏ, ତୃପ୍ତ ହୁଏ। ତାପରେ ସେ କହିଲେ ଜୀବ ନିର୍ମଳ ହେବ ତହିଁ ରହିବୁ ଜ୍ୟୋତିର୍ଲିଙ୍ଗ ହୋଇ। ଏହାର ଅର୍ଥ ହେଉଛି ଜ୍ୟୋତିର୍ଲିଙ୍ଗ ଅର୍ଥ ହେଉଛି ଚେତନା। ଏ ଜୀବ ସମ୍ପୂର୍ଣ୍ଣ ଭାବରେ ସବୁଦିନ ପାଇଁ ଅମର ହୋଇଯାଏ। ସାଧି କରିବୁ ସର୍ବସିଦ୍ଧି, ଏ ଯେ ଅଷ୍ଟାଙ୍ଗ ଯୋଗ ବିଧି। ସାଧି କରିବୁ ସର୍ବସିଦ୍ଧି, ଏ ଯେ ଅଷ୍ଟାଙ୍ଗ ଯୋଗ ବିଧି। କରି ନିଶ୍ଚଳ ପୁରେ ବସା, ସୁଖ ଭୋଗରେ ତେଜି ଆଶା। ନିରତି ଧରି ଯୋଗ ଘର, କରିବୁ ବ୍ରହ୍ମେ ଅଧିକାର। ହିମପୁରରେ ଥିବୁ ରହି, ତୋତେ ପୂଜିବେ ଲୋକେ ତହିଁ। ଯେହୁ ତୋ ଭକତି ସେବାରେ, ମନ ରହିବ ନିରନ୍ତରେ। ଏହି ହିସାବରେ, ଏହି ଭାବରେ ଭୀମ ଭୋଇ ନିର୍ବେଦ ସାଧନ ବହିରେ ଏସବୁ ବର୍ଣ୍ଣନା କରିଛନ୍ତି ଅଷ୍ଟାଙ୍ଗ ଯୋଗ ବିଷୟରେ। ଆପଣମାନେ ପଢ଼ିଲେ ସମ୍ପୂର୍ଣ୍ଣ ବୁଝିପାରିବେ। କିନ୍ତୁ ପଢ଼ିବା ଠାରୁ ବେଶୀ ଭଲ ମୁଁ ଆପଣଙ୍କୁ ଅନୁରୋଧ କରିବି, ଆପଣ ଯୋଗର ଅଭ୍ୟାସ କରିଲେ ଏସବୁ ବିଷୟରେ ଭଲ ଭାବରେ ଅନୁଭୂତି ପ୍ରାପ୍ତ ହୋଇପାରିବେ। ଧନ୍ୟବାଦ।